ପିଲାମାନେ ଏଇଟା ପେଜ୍ ନମ୍ବର 104ରେ ଥିବା କ୍ୱେଶ୍ଚନ୍। ଏଇଠି ପିଲେ ଆମକୁ କିଛି ପ୍ରଶ୍ନ ଦେଇଛି ଏବଂ ପ୍ରଶ୍ନ ଅନୁସାରେ ବୀଜଗାଣିତିକ ପରିପ୍ରକାଶଟି କ'ଣ ହେବ ବୋଲି ପଚାରିଛି। ଯେମିତି ପ୍ରଥମ ପ୍ରଶ୍ନ, ଗୋଟିଏ ରୁଟି ପ୍ଲେଟ୍ର ମୂଲ୍ୟ 30 ଟଙ୍କା ଏବଂ ଭାତ ପ୍ଲେଟ୍ର ମୂଲ୍ୟ 20 ଟଙ୍କା। ମୁଁ ଏଇଠି ଲେଖିଦେଉଛି ପିଲେ, ରୁଟି ପ୍ଲେଟ୍ର ମୂଲ୍ୟ ହେଉଛି 30 ଟଙ୍କା ଏବଂ ଗୋଟିଏ ଭାତ ପ୍ଲେଟ୍ର ମୂଲ୍ୟ ହେଉଛି କେତେ? 20 ଟଙ୍କା। ତେବେ ଜଣେ ଏକ୍ସ ପ୍ଲେଟ୍ ରୁଟି ଏବଂ ୱାଇ ପ୍ଲେଟ୍ ଭାତ ବରାଦ କରିଥାଏ, ତେବେ ସେହି ଦିନର ସମୁଦାୟ ଆୟ କେତେ? ଯଦି ଗୋଟିଏ ରୁଟି ପ୍ଲେଟ୍ର ଦାମ 30, ତେବେ ଏକ୍ସଟି ରୁଟି ପ୍ଲେଟ୍ର ଦାମ କେତେ ହେଇଯିବ? 30x ବା 30 ଗୁଣନ x। ସେମିତି ଯଦି ଗୋଟିଏ ଭାତ ପ୍ଲେଟ୍ର ମୂଲ୍ୟ 20 ଟଙ୍କା, ୱାଇଟି ଭାତ ପ୍ଲେଟ୍ର ମୂଲ୍ୟ କେତେ ହେଇଯିବ? 20y ବା 20 ଇଣ୍ଟୁ y। ତେବେ ମୋଟ କେତେ ହେବ? ମୋଟ ପରିମାଣ ଆମକୁ ବାହାର କରିବା ପାଇଁ କହିଛି, ତେଣୁ 30x ପ୍ଲସ୍ 20y ଏଇଟା ହେଇଯିବ ଆମର ବୀଜଗାଣିତିକ ପରିପ୍ରକାଶ, ଯେଉଁଟାକି ଅପସନ୍ ଏରେ ଅଛି। ତେବେ ଦେଖିବା ଆମେ ଏବେ କେମିତି ଲେଖିବା। ଗୋଟିଏ ରୁଟି ପ୍ଲେଟ୍ର ଦାମ 30 ଟଙ୍କା ଏବଂ ଗୋଟିଏ ଭାତ ପ୍ଲେଟ୍ର ଦାମ 20 ଟଙ୍କା। ଗୋଟିଏ ଦିନରେ ବରାଦ ହୋଇଥିବା ରୁଟି x ଏବଂ ଗୋଟିଏ ଦିନରେ ବରାଦ ହୋଇଥିବା ଭାତ y। ତେବେ ମୋଟ ମୂଲ୍ୟ କେତେ? ଗୋଟିଏ ରୁଟି ପ୍ଲେଟ୍ର ଦାମ ଯଦି 30, ଏକ୍ସଟି ରୁଟି ପ୍ଲେଟ୍ର ଦାମ x ଗୁଣନ 30। ଗୋଟିଏ ଭାତ ପ୍ଲେଟ୍ର ମୂଲ୍ୟ ଯଦି 20, ୱାଇଟି ଭାତ ପ୍ଲେଟ୍ର ମୂଲ୍ୟ y ଗୁଣନ 20। ତେବେ x ଗୁଣନ 30 ହେଇଗଲା 30x ଏବଂ y ଗୁଣନ 20 ହେଇଗଲା 20y। ତେବେ ଆମର ପରିପ୍ରକାଶଟି ଅପସନ୍ ଏରେ ଅଛି। ବୁଝି ହେଇଛି ନା ପିଲେ? ନେକ୍ସଟ ଦେଖିବା। ପୁଷ୍ପିତା ସ୍ୱାଧୀନତା ଦିବସରେ 2 ପ୍ରକାର ଫୁଲ, ଟଗର ଓ ଗେଣ୍ଡୁ ବିକ୍ରି କରିଥିଲା। P ଜଣ ଗ୍ରାହକ କେବଳ ଟଗର ଫୁଲ, Q ଜଣ ଗ୍ରାହକ କେବଳ ଗେଣ୍ଡୁ ଫୁଲ, R ଜଣ ଗ୍ରାହକ ଉଭୟ ଟଗର ଓ ଗେଣ୍ଡୁ ଫୁଲ କିଣିଛନ୍ତି। ଠିକ୍ ସେହିଦିନ ସେ ପ୍ରତ୍ୟେକ ଗ୍ରାହକଙ୍କୁ ଏକ ଛୋଟ ଜାତୀୟ ପତାକା ଉପହାର ଦେଇଛନ୍ତି। ସେଦିନ ତେବେ କେତୋଟି ଜାତୀୟ ପତାକା ଉପହାର ଦେଇଥିବାର ପରିପ୍ରକାଶଟି କ'ଣ ହେବ? ଆମକୁ ପିଲେ ପଚାରିଛି ଜାତୀୟ ପତାକା ଦେଇଥିବାର ପରିପ୍ରକାଶଟି। ଆମକୁ ପଚାରିନି କେତୋଟି କ'ଣ ଫୁଲ ଯାଇଥିଲା ବା କିଏ କେତୋଟି ଫୁଲ କିଣିଥିଲେ, ସେଇ ଫୁଲ ଅନୁସାରେ ପରିପ୍ରକାଶଟି ଲେଖ, ସେମିତି ପଚାରିନି। ତେଣୁ ଆମେ କେମିତି ଲେଖିବା? ଟଗର କିଣିଥିବା ଗ୍ରାହକ P ଜଣ, ଗେଣ୍ଡୁ କିଣିଥିବା ଗ୍ରାହକ Q ଜଣ ଏବଂ ଉଭୟ ଫୁଲ କିଣିଥିବା ଗ୍ରାହକ R ଜଣ। ଯଦି ପ୍ରତ୍ୟେକ ଗ୍ରାହକଙ୍କୁ ଗୋଟିଏ ଜାତୀୟ ପତାକା ଦିଆଗଲା, ତେବେ P ଟଗର ଫୁଲ କିଣିଥିବା, Q ହେଉଛି ଗେଣ୍ଡୁ ଫୁଲ କିଣିଥିବା ଏବଂ ଉଭୟ କିଣିଥିବା ଗ୍ରାହକ ହେଉଛନ୍ତି R। ତେଣୁ ପରିପ୍ରକାଶଟି କେତେ ହେଇଯିବ? P ପ୍ଲସ୍ Q ପ୍ଲସ୍ R। ବୁଝି ହେଇଛି ନା ପିଲେ? ତେଣୁ ଅପସନ୍ ଏ ହେଇଯିବ ଆମର ରାଇଟ୍ ଆନ୍ସର। ନେକ୍ସଟ ଦେଖିବା। ଏକ ଗଭୀର କୂଅର କାନ୍ଥରେ ଗୋଟିଏ ଗେଣ୍ଡା ଚଢ଼ିବାକୁ ଚେଷ୍ଟା କରୁଛି। ପିଲାମାନେ ଏଇଠି ଗୋଟିଏ ମନେକର କୂଅ ଅଛି। ଏଇ କୂଅର ତଳ ଭାଗରୁ ଗୋଟିଏ ଗେଣ୍ଡା ଉପରକୁ ଯିବାକୁ ଚେଷ୍ଟା କରୁଛି। ଦିନରେ ଏହା U ସେଣ୍ଟିମିଟର ଉପରକୁ ଯାଏ। ମନେକର ପିଲେ ଦିନରେ ସିଏ ଉପରକୁ ଗଲା କେତେ? U ସେଣ୍ଟିମିଟର ଏବଂ ରାତିରେ ତାହା ଧୀରେ ଧୀରେ D ସେଣ୍ଟିମିଟର ତଳକୁ ଖସିଯାଏ। ଦିନ ବେଳେ ସେ U ସେଣ୍ଟିମିଟର ଉପରକୁ ଯାଉଛି ଧୀରେ ଧୀରେ ଏବଂ ରାତିରେ ସିଏ ଧୀରେ ଧୀରେ D ସେଣ୍ଟିମିଟର ତଳକୁ ଖସି ଆସୁଛି। ତେବେ ମୁଁ କହିପାରିବି ପିଲେ, ସିଏ ଦିନ ଏବଂ ରାତି ମିଶିକି ମୋଟ U ମାଇନସ୍ D ଗତି କରୁଛି। U ମାଇନସ୍ D ପରିମାଣର ଗତି କରୁଛି। U ଉପରକୁ ଯାଉଛି ତେଣୁ ପ୍ଲସ୍ U ଏବଂ ଯେହେତୁ D ତଳକୁ ଆସୁଛି ତେଣୁ ମାଇନସ୍ D। ତେଣୁ ମୋଟ ସେ U ମାଇନସ୍ D ପରିମାଣର ଗତି କରୁଛି। ଏପରି 10 ଦିନ ଓ 10 ରାତି ଧରି ଚାଲିଥିଲା। ଏମିତି ପିଲେ 10 ଦିନ ଏବଂ 10 ରାତି ସେ କଣ୍ଟିନ୍ୟୁ ତାର ଉପରକୁ ଯାଉଛି ତଳକୁ ଆସୁଛି, ଉପରକୁ ଯାଉଛି ତଳକୁ ଆସୁଛି। ତେବେ ଗେଣ୍ଡାଟି ତାର ଆରମ୍ଭ ସ୍ଥାନ ଠାରୁ କେତେ ଦୂରରେ ଅଛି? ବର୍ଣ୍ଣନା କରି ପରିପ୍ରକାଶଟିଏ ଲେଖ। ପିଲାମାନେ ଦେଖ ତେବେ କେମିତି ଲେଖିବା। ଏକ ଦିନ ଏବଂ ରାତିରେ ଗେଣ୍ଡାର ଗତି U ମାଇନସ୍ D ସେଣ୍ଟିମିଟର। ଗୋଟିଏ ଦିନ ଏବଂ ଗୋଟିଏ ରାତି ମିଶିକି ସେ U ମାଇନସ୍ D ସେଣ୍ଟିମିଟର ଯାଉଛି। ତେବେ 10 ଦିନ ଏବଂ 10 ରାତିରେ ଗେଣ୍ଡାର ଗତି କେତେ ହେବ? 10 ଇଣ୍ଟୁ U ମାଇନସ୍ D। ଯଦି ଗୋଟିଏ ଦିନରେ ଗଲା U ମାଇନସ୍ D, ତେବେ 10 ଦିନରେ କେତେ ଯିବ? 10 ଗୁଣନ U ମାଇନସ୍ D। ଠିକ୍ ନା ନାଇଁ ପିଲେ? ତେଣୁ ଆରମ୍ଭ ସ୍ଥାନରୁ ଗେଣ୍ଡା ଦ୍ୱାରା ଅତିକ୍ରମ କରାଯାଇଥିବା ମୋଟ ଦୂରତା ହେଉଛି 10 ଇଣ୍ଟୁ U ମାଇନସ୍ D ସେଣ୍ଟିମିଟର।
सेमिति बी नंबर पचारिछि पिले जदि डी ग्रेटर देन यू डी जदि यू ठारू अधिका हुए ता माने पिले यू जदि जाउछि 5 तळकु खसिबो 10 यू जदि होउछि 2 तळकु खसुछि 5 ता माने से उपरकु जेते जाउछि ताठू अधिका तळकु खसुछि तेबे गेंडार गतिविधि विषय कौन कहिपारिबा जदि पिले से कम उठिबो एवं बेसी खसिबो तेबे से केबे हेले उपरकु पहुंची पारिबो कि पारिबोनी ना तेणु आमे लेखिबा जदि डी इज ग्रेटर देन यू बा डी यू ठारू बड़ हुए तेबे सामुकाटी बा गेंडाटी पिला माने एठी सामुकाटी हेबोनी गेंडाटी प्रतिदिन जेतिकी उपरकू चढ़िबो रातिरे सेथिरु अधिक तळकू खसिजिबो एवं कूअर उपर भागरे केबे हेले पहुंची पारिबो नाही बुझी हिछि ना पिले नेक्स्ट देखिबा 4 नंबर कहूची पिले एको साइकेल रेस रे साइकेल चलाइबा पाई राधा प्रतिदिन अभ्यास करी प्रस्तुत हेउची प्रथम सप्ताह रे से प्रतिदिन 5 किलोमीटर साइकेल चलाइछि माने पिले गोटिए दिन रे से साइकेल चलाउछि 5 किलोमीटर तेबे गोटिए सप्ताह रे केते चलाउथबो गोटिए सप्ताह जे 7 दिन तेनु गोटिए सप्ताह रे चलाउथबो 7 गुणन 5 समान 35 किलोमीटर ठीक ना नहीं पिले से प्रत्येक सप्ताह रे साइकेल चलाइबार प्रतिदिन दूरत्व को 6 किलोमीटर हार रे वृद्धि करिछि तेबे 3 सप्ताह परे से केते किलोमीटर साइकेल चलाइथिबो पिला माने एठी 3 सप्ताह अछि ता माने आमे सप्ताह गुडी को 3 भाग रे मु भाग करूछि प्रथम द्वितीय एवं तृतीय ठीक ना नहीं तेबे प्रथम सप्ताह रे कोन कला से 5 किलोमीटर डेली चलाउछि तेणु 7 दिन से 7 गुणन 5 समान 35 किलोमीटर साइकेल चलैछि सेमिति द्वितीय सप्ताह बेलकू प्रश्न कहूछि प्रतिदिन से जेते चलाउछि ता ठारू जेड किलोमीटर अधिका चलाउछि एठी पिले लेखा हिछि प्रतिदिनर दूरत्व को जेड किलोमीटर हार रे वृद्धि करिछि तेबे द्वितीय सप्ताह बेलकू प्रतिदिन से चलाउथला 5 किलोमीटर द्वितीय सप्ताह बेलकू जेड किलोमीटर वृद्धि करूछि जदि जेड किलोमीटर वृद्धि करूछि 7 दिन रे केते हेबो तेबे 7 गुणन 5 35 प्लस 7 गुणन जेड 7 जेड तेबे मोट एतिकी किलोमीटर जाउछि सेमिति तृतीय सप्ताह बेलकू से जाउथला केते 5 प्रतिदिन जाउथला 5 द्वितीय सप्ताह रे बढ़ेइछि जेड एवं तृतीय सप्ताह बेलकू पुणी थरे जेड बढ़ेइछि एवं एइटा होछि दिनकर 7 दिनकर केते हेबो 7 गुणन 5 प्लस 2 जेड एतिकी किलोमीटर जाइछि ठीक ना नहीं पिले बुझी पारलो तो कोन कहली देखो आउ थरे मु कहूछि प्रथम सप्ताह रे से प्रतिदिन 5 किलोमीटर गला तेणु 7 दिन रे केते जिवो 7 गुणन 5 35 किलोमीटर द्वितीय सप्ताह बेलकू से प्रतिदिन जाउथिबा किलोमीटर प्रति जेड किलोमीटर वृद्धि करूछि प्रतिदिन सी जाउथला 5 किलोमीटर एठी जेड किलोमीटर वृद्धि कला दिन को तेबे 7 दिन को केते वृद्धि करिवो गुणन 7 करिबा 7 गुणन 5 हे गला 35 प्लस 7 गुणन जेड हे गला 7 जेड सेमिति तृतीय सप्ताह बेलकू 5 प्लस जेड एटा जाइथिला केते द्वितीय सप्ताह बेलकू पुणी थरे से जेड किलोमीटर वृद्धि कला एटा होची दिनकर तेबे 7 दिन रे से केते जाइछि 7 गुणन करिबा तेबे हे गला 7 गुणन 5 प्लस जेड केते पिले 2 जेड एटा जदि आमे गुणन करिबा 7 पंचांग 35 प्लस 7 दुणे 14 जेड पिला माने एठी से पचारिछि 3 सप्ताह परे से मोट केते किलोमीटर चलैथिबो प्रथम सप्ताह रे 35 द्वितीय सप्ताह रे 35 प्लस 7 जेड एवं तृतीय सप्ताह रे 35 प्लस 14 जेड तेबे एई तीनोटी को जोग करि देबा जोग करले हमर उत्तर आसी जिवो देखो तेबे आमे केमिति लेखिबा प्रथम सप्ताह रो दूरता 7 * 5 35 किलोमीटर जाइछि द्वितीय सप्ताह रे जेड किलोमीटर वृद्धि करूछि एवं 7 दिन रे जीवो 35 प्लस 7 जेड तृतीय सप्ताह रे दूरता 5 प्लस 2 जेड हे जीवो पिले प्रथम सप्ताह रे जेड वृद्धि करिछि द्वितीय सप्ताह रे पुणी जेड वृद्धि करिछि 2 जेड हे जीवो तेनु 7 * 5 प्लस 2 जेड हे गला 35 प्लस 14 जेड
ତେବେ ମୋଟ ଦୂରତା 3 ସପ୍ତାହର ସମଷ୍ଟି। ପ୍ରଥମ ସପ୍ତାହ, ଦ୍ୱିତୀୟ ସପ୍ତାହ ଏବଂ ତୃତୀୟ ସପ୍ତାହ ଯୋଗ କଲେ କେତେ ଆସିଗଲା ପିଲେ? 21Z ପ୍ଲସ୍ 105 କିଲୋମିଟର। ତେବେ 3 ସପ୍ତାହରେ ମୋଟ ଏତିକି କିଲୋମିଟର ଯାଇଛି। ବୁଝିହେଇଛି ନା ପିଲେ? ନେକ୍ସଟ ଦେଖିବା। ନିମ୍ନ ଚିତ୍ରରେ W+2 ପରିପ୍ରକାଶଟି ଗୋଟିଏ ପଥରେ ବା ଧାଡ଼ିରେ 4W+20 ହୋଇଛି। ଦେଖ ଅବଶିଷ୍ଟ ପଥର ଶୂନ୍ୟ ଥିବା କୋଠରୀଗୁଡ଼ିକ ପୂରଣ କର। ପିଲାମାନେ ସମୟ ନଷ୍ଟ ନକରି ସିଧା ଉତ୍ତରକୁ ଆସିବା। ଏଠି ଲେଖା ଅଛି ପିଲେ W+2। W+2ରେ ଆମେ -5 କରିବା। ତେବେ W+2 -5 କେତେ ହେଇଯିବ? Wକୁ W ଆସିଗଲା, 2 - 5 ହେଇଗଲା -3। ସେମିତି W-3ରେ ଆମେ 3 ଗୁଣନ କରିବା। ତେବେ 3 ଗୁଣନ W-3 କେତେ ହେଇଯିବ? 3 ଗୁଣନ W ବଣ୍ଟନ ନିୟମ ଅନୁସାରେ ହେବ। 3 ଗୁଣନ W ହେଇଯିବ 3W ମାଇନସ୍ 3 × 3 ହେଇଯିବ 9। ତେବେ 3W - 9 ଏଇଠି ହେବ। ସେମିତି ଯଦି ଆମେ ଉପରଟା ଦେଖିବା, ତେବେ W+2ରେ ଆମେ +3 କରିବା। କେତେ ହେଇଗଲା? W+5 ଏବଂ W+5ରେ 4 ଗୁଣନ କରିବା। W × 4 ହେଇଗଲା 4W ଏବଂ 5 × 4 ହେଇଗଲା 5 × 20। ସେମିତି ଆମେ ଏଇଟା ଯଦି କରିବା, W+2 ଥିଲା, ସେଇଠି ଆମେ -8 କରିବା। -8 କରିଲେ କେତେ ହେଇଯିବ ପିଲେ? W ଏଇଠି ପ୍ଲସ୍ ଅଛି, W+2 - 8। ତେବେ W -6 ଆସିଯିବ। W -6ରେ ଆମେ -1 କରିବା। କେତେ ଆସିଯିବ ପିଲେ? W -7। -6 ଆଉ -1 କେତେ ହେଇଯିବ? -7। ସେମିତି W+2 + 3, W+2 + 3 ଯଦି ଆମେ କରିବା, ଏଇଠି ହେଇଯିବ ପିଲେ W+5 ଏବଂ W+5ରେ ଯଦି 4 ଇଣ୍ଟୁ କରିବା, ପିଲାମାନେ ଏଇଠି ଭୁଲ ଦେଇଛି, ଏଇଟା କେବେ ବି ଆସିବନି। W × 4 ହେଇଯିବ 4W ପ୍ଲସ୍ 4 × 5 ହେଇଯିବ 20। ତେବେ 4W+20 ଏଇଠି ହେବ। ବୁଝିହେଇଛି ନା ପିଲେ? ନେକ୍ସଟ ଦେଖିବା। 6 ନମ୍ବର କହିଲା ପିଲେ, ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏକ ଟ୍ରେନ୍ ରାସ୍ତାରେ ସମାନ ଦୂରତାରେ 3ଟି ଷ୍ଟେସନରେ ଅଟକିଯାଏ। ଏଇଟା ପିଲେ ମନେକର ଭୁବନେଶ୍ୱର, ଏଇଟା ହେଉଛି ଭୁବନେଶ୍ୱର, ଏଇଠି ଦେଇ ଦେଉଛି B ଫର୍ ଭୁବନେଶ୍ୱର ଏବଂ ଏଇଟା ହେଉଛି ପୁରୀ, P ଫର୍ ପୁରୀ। ଭୁବନେଶ୍ୱରରୁ ପୁରୀ ଯିବା ରାସ୍ତାରେ 3ଟି ଷ୍ଟେସନରେ କ'ଣ? ଟ୍ରେନ୍ଟି ଅଟକୁଛି। ବୁଝିହେଇଛି ପିଲେ? ଏବଂ ଏକ ଷ୍ଟେସନକୁ ଅନ୍ୟ ଏକ ଷ୍ଟେସନକୁ ଯିବା ପାଇଁ ପ୍ରତ୍ୟେକ କ୍ଷେତ୍ରରେ T ସମୟ ଲାଗୁଛି। ଏଇଠୁ ଏତିକି ଯିବା ପାଇଁ ଲାଗୁଛି T ସମୟ, ଏଇଠୁ ଏତିକି ଯିବା ପାଇଁ ଲାଗୁଛି T ସମୟ, ଏଇଠୁ ଏତିକି ଯିବା ପାଇଁ ଲାଗୁଛି T ସମୟ ଏବଂ ଏଇଠୁ ଏତିକି ଯିବା ପାଇଁ ସମୟ ଲାଗୁଛି T ସମୟ। ତେବେ ପିଲାମାନେ ମୁଁ କହିପାରିବି ମୋଟ ସମୟ ଲାଗୁଛି T ପ୍ଲସ୍ T ପ୍ଲସ୍ T ପ୍ଲସ୍ T। ୟାର ଅର୍ଥ ପିଲେ 40 ସମୟ ଲାଗୁଛି। ପୁଣି କହିଲା ପ୍ରତ୍ୟେକ ଷ୍ଟେସନରେ ଟ୍ରେନ୍ଟି 2 ମିନିଟ୍ ଅଟକିଯାଏ। ଏହି ଷ୍ଟେସନରେ ଅଟକୁଛି 2 ମିନିଟ୍, ଏହି ଷ୍ଟେସନରେ ଅଟକୁଛି 2 ମିନିଟ୍ ଏବଂ ଏହି ଷ୍ଟେସନରେ ଅଟକୁଛି 2 ମିନିଟ୍। ତେବେ ମୋଟ କେତେ ମିନିଟ୍ ଅଟକୁଛି? ଅଟକୁଛି ମୋଟ 2 2 4 2 6 ମିନିଟ୍। 40 ମିନିଟ୍ ଚାଲିଲା ଏବଂ 6 ମିନିଟ୍ ସେ ଅଟକିଲା। ତେବେ ମୋଟ କେତେ ସମୟ ତେବେ ସେ ଚାଲିଲା? ବା ଆମେ କହିପାରିବା ପୁରୀରୁ ବା ଭୁବନେଶ୍ୱରରୁ ପୁରୀ ପହଞ୍ଚିବା ପାଇଁ କେତେ ସମୟ ଲାଗିଲା? 40 + 6 ଏତିକି ମିନିଟ୍ ସମୟ ଲାଗିଲା। ପ୍ରଶ୍ନରେ କହିଛି ଯଦି T ସମାନ 4 ମିନିଟ୍ ହୁଏ, ଏଇଠି ପିଲେ ସେ କହିଛି ଏଇଠି ଯଦି T ବଦଳରେ ଆମେ 4 ପୁଟ୍ କରିବା, ତେବେ କେତେ ହେଇଯିବ? 4 × 4 + 6, 4 ଚକ ହେଇଗଲା 16 ପ୍ଲସ୍ 6, 16 6 ହେଇଗଲା ପିଲେ 22 ମିନିଟ୍। 22 ମିନିଟ୍ ହେଇଯିବ ଆମର ଆନ୍ସର। ସେମିତି B ନମ୍ବର ପଚାରିଛି, ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଯାତ୍ରା ସମୟକୁ ଏକ ଗାଣିତିକ ପରିପ୍ରକାଶରେ ଲେଖ। ପିଲାମାନେ ଏଇଟା ହେଇଯିବ ଆମର ଗାଣିତିକ ପରିପ୍ରକାଶ 4T + 6 ଏବଂ ସୂଚନା ଦେଇଛି ପରିସ୍ଥିତିକୁ କଳ୍ପନା କରିବାକୁ ଏକ ରଫ୍ ଚିତ୍ର ପ୍ରସ୍ତୁତ କର। ଏଇଟା ପିଲା ଆମର ହେଇଯିବ ରଫ୍ ଚିତ୍ର। ବୁଝିହେଇଛି ନା? ପ୍ରଥମ ପ୍ରଶ୍ନର ଉତ୍ତର ଆସିବ 22 ମିନିଟ୍ ଏବଂ ଦ୍ୱିତୀୟ ପ୍ରଶ୍ନର ଉତ୍ତର ଯେଉଁଟାକି ଆମକୁ ମାଗିଥିଲା ଗାଣିତିକ ପରିପ୍ରକାଶ, ସେଇଟା ହେଇଯିବ 4T + 6। ଏବେ ଦେଖିବା ଆମେ ଲେଖିବା କେମିତି।
ଯଦି ଟି ସମାନ 4 ହୁଏ ତେବେ ଭୁବନେଶ୍ୱରରୁ ପୁରୀ ଯିବା ପାଇଁ ଲାଗିଥିବା ମୋଟ ସମୟ 4 ଇଣ୍ଟୁ 4 ପ୍ଲସ୍ 3 ଇଣ୍ଟୁ 2 16 ପ୍ଲସ୍ 6 22 ମିନିଟ୍ ବାହାରିଲା ପିଲେ। ଏଇଠି ମୁଁ ଆଉ କହୁନାହିଁ ଏଇଟା କେମିତି ହେଲା, କ'ଣ ପାଇଁ ନା ଟିକେ ପୂର୍ବରୁ ମୁଁ କହିସାରିଛି। ସେମିତି ବି ନମ୍ବର ପ୍ରଶ୍ନର ଉତ୍ତର ଦେଖ ପିଲେ, ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଯାତ୍ରା ସମୟକୁ ଗାଣିତିକ ପରିପ୍ରକାଶରେ ଲେଖ। 40 ପ୍ଲସ୍ 6 ହେଇଯିବ ଆମର ଗାଣିତିକ ପରିପ୍ରକାଶ। ବୁଝିହେଇଛି ନା ପିଲେ? ନେକ୍ସଟ ଦେଖିବା 7 ନମ୍ବର କହୁଛି ପିଲେ, ପରିପ୍ରକାଶ ଗୁଡ଼ିକୁ ସରଳୀକରଣ କର। ଦୁନିଆର ସବୁଠୁ ସହଜ ଗଣିତ ପିଲେ ଏଇଟା। ଗୋଟିଏ ମୁଁ ବୁଝେଇ ଦେଉଛି, ତାପରେ ତମେ ମାନେ କହିବ ସହଜ ଅଛି ନା କଷ୍ଟ ଅଛି। ଏ ନମ୍ବର କହିଲା ପିଲେ 3a ପ୍ଲସ୍ 9b ମାଇନସ୍ b ପ୍ଲସ୍ 8a ମାଇନସ୍ 4b ମାଇନସ୍ 7a ପ୍ଲସ୍ 16। ଆମେ ଏଇଟାକୁ କେମିତି ସରଳୀକରଣ କରିବା? ପ୍ରଥମେ ସଦୃଶ ପଦଗୁଡ଼ିକୁ ପାଖରେ ପାଖରେ ଲେଖିବା। ସଦୃଶ ପଦ ପୁଣି କ'ଣ? ସଦୃଶ ପଦ କହିଲେ ପିଲେ ଏକା ଦେଖାଯାଉଥିବା ପଦ। ଯେମିତି ଏଇଠି ଅଛି ଏ, ଏଇଠି ଅଛି ଏ ଏବଂ ଏଇଠି ଅଛି ଏ, ତେଣୁ ଏଇ ତିନୋଟି ହେଉଛି ସଦୃଶ ପଦ। ସେମିତି ଏଇଠି ଅଛି 9b, ଏଇଠି ଅଛି b, ଏଇଠି ଅଛି ମାଇନସ୍ 4b, ଏଇ ତିନୋଟି ସଦୃଶ ପଦ। ସେଇଗୁଡ଼ିକୁ ଆମେ ପାଖରେ ପାଖରେ ଲେଖିବା। ଦେଖ ତେବେ ପିଲେ 3a ପ୍ଲସ୍ 8a ମାଇନସ୍ 7a। ତାପରେ b ର କାମ 9b ମାଇନସ୍ b ମାଇନସ୍ 4b। ତାପରେ ବାକି କିଏ ରହିଗଲା ପିଲେ? 16 ରହିଗଲା। ତାପରେ ଏବେ ଆମେ କରିବା 3a ଏବଂ 8a କେତେ ହେଇଗଲା? 11a। 11a ରୁ ମାଇନସ୍ 7a ବିୟୋଗ କରିବା, କେତେ ହେଇଗଲା ପିଲେ? 4a। ଠିକ୍ ନା ନାହିଁ? ସେମିତି 9b ରୁ b ମାଇନସ୍ କର, କେତେ ହେଇଗଲା? 8b। 8b ରୁ ପୁଣି ମାଇନସ୍ 4b କର, କେତେ ହେଇଗଲା? 4b। 4a ପ୍ଲସ୍ 4b, ବାକି ରହିଗଲା କିଏ? 16। ଏଇଟା ପିଲେ ଆହୁରି ସରଳ କରି ହେବ କି? ହବନି। କ'ଣ ପାଇଁ ନା ଏଇ ଦୁଇଟି ହେଉଛି ଅସଦୃଶ୍ୟ ପଦ। ଅସଦୃଶ୍ୟ ପଦକୁ ଯୋଗ ବିୟୋଗ ଆମେ କରିପାରିବା ନାହିଁ। ତେଣୁ ଆମର ଉତ୍ତର ଆସିଯିବ 4a ପ୍ଲସ୍ 4b ପ୍ଲସ୍ 16। 4a ପ୍ଲସ୍ 4b ପ୍ଲସ୍ 16। ସେମିତି ପିଲେ ବି ନମ୍ବର ଆମେ ଦେଖିବା 3 ଇଣ୍ଟୁ 3a ମାଇନସ୍ 3b ଅଛି। ତେଣୁ ଆମେ ଲେଖିବା, ଏଇଠି ବଣ୍ଟନ ନିୟମ ପ୍ରୟୋଗ ହେବ। 3କୁ ଆମେ 3aରେ ଗୁଣନ କରିବା, 3 ଇଣ୍ଟୁ 3a ହେଇଯିବ 9a ମାଇନସ୍ 3କୁ ଆମେ 3bରେ ଗୁଣନ କରିବା, 3 ଇଣ୍ଟୁ 3 9b ମାଇନସ୍ 8a ମାଇନସ୍ 4b ମାଇନସ୍ 16। ତାପରେ ପିଲେ ଆମେ ସଦୃଶ ପଦକୁ ପାଖକୁ ପାଖକୁ ଆଣିବା। 9a ଏଇଠି ଅଛି 8a ମାଇନସ୍ 8a। ମନେ ରଖ ପିଲାମାନେ, ଯେଉଁ ସଂଖ୍ୟାଟି ପାଖକୁ ଆସିବ ସେ ନିଜ ପାଖରେ ଥିବା ଚିହ୍ନକୁ ବା ପୂର୍ବରେ ଥିବା ଚିହ୍ନକୁ ଧରିକି ଆସିବ। ସେମିତି ମାଇନସ୍ 9b ଏପଟେ ରହିଲା ମାଇନସ୍ 4b, ବାକି ରହିଗଲା 16। ତେବେ 9aରୁ 8 ଗଲେ କେତେ ପିଲେ? ଏ ମାଇନସ୍ 9b ମାଇନସ୍ 4b ହେଇଯିବ 9 4 13 ମାଇନସ୍ 13b ମାଇନସ୍ 16। ତେବେ ଆମର ଉତ୍ତର ଆସିଗଲା a ମାଇନସ୍ 13b ମାଇନସ୍ 16। ସେମିତି ଆମେ ସି ନମ୍ବର କରିବା 2 ଇଣ୍ଟୁ 2x 4x ଆସିବ, ମାଇନସ୍ 2 3 ହେଇଗଲା 6 ପ୍ଲସ୍ 8x ପ୍ଲସ୍ 12। ଏବେ ଦେଖିବା 4x ଆଉ 8x କେତେ ହେଇଯିବ ପିଲେ? 8 4 12x। ତାପରେ ମାଇନସ୍ 6 ପ୍ଲସ୍ 12, ମାଇନସ୍ 6 ପ୍ଲସ୍ 12 ହେଇଯିବ ପ୍ଲସ୍ 6। ତେଣୁ ଆମର ଆନ୍ସର୍ ଆସିଯିବ 12x ପ୍ଲସ୍ 6। ସେମିତି ଆମେ ଏଇଟା କରିବା 8x, ଯେହେତୁ ପିଲେ ବନ୍ଧନୀ ପୂର୍ବରୁ ମାଇନସ୍ ଚିହ୍ନ ଅଛି, ବନ୍ଧନୀ ଖୋଲିଲେ ଚିହ୍ନ ଗୁଡ଼ିକ ପରିବର୍ତ୍ତନ ହେଇଯିବ। ପ୍ଲସ୍ 2x ଥିଲା ମାଇନସ୍ 2x ହେଇଗଲା, ମାଇନସ୍ 3 ଥିଲା ଏଇଠି ହେଇଯିବ ପ୍ଲସ୍ 3, ବାକି ରହିଲା 12। ତେବେ 8x ମାଇନସ୍ 2x କେତେ ହେଇଗଲା? 6x ପ୍ଲସ୍ 12 ଆଉ 3 ମିଶିଲେ ହେଇଗଲା 15। ତେବେ ଆନ୍ସର୍ ଆସିଲା 6x ପ୍ଲସ୍ 15। ନମ୍ବର ପିଲାମାନେ ତମ ପାଇଁ ରହିଲା। ତମେ ଏଇ ପ୍ରଶ୍ନର ଆନ୍ସର୍ ମୋତେ ଶୀଘ୍ର ଶୀଘ୍ର କମେଣ୍ଟ ବକ୍ସରେ ଜଣାଅ, ମୁଁ ନିହାତି ଭାବରେ ଚେକ୍ କରିବି। ଏଫ୍ ନମ୍ବର ଦେଖ ପିଲେ 23 ପ୍ଲସ୍ 4 ଇଣ୍ଟୁ 6m ମାଇନସ୍ 3n। ପ୍ରଥମେ ଆମେ ଲେଖିବା 23 ପ୍ଲସ୍, ଏଇଠି ବଣ୍ଟନ ନିୟମ ପ୍ରୟୋଗ ହେବ। 4 ଇଣ୍ଟୁ 6m ହେଇଯିବ 424m। 4 ଇଣ୍ଟୁ ମାଇନସ୍ 3 4 3 12n। ବୁଝି ହେଉଛି ନା ପିଲେ? ବାକି ରହିଲା 8n ମାଇନସ୍ 3m ମାଇନସ୍ 18। ଏବେ ଦେଖିବା ସଦୃଶ ପଦଗୁଡ଼ିକୁ ପାଖକୁ ପାଖକୁ ଆଣିବା। ପ୍ରଥମେ mକୁ ଲେଖିବା, ତାପରେ nକୁ ଲେଖିବା, ତାପରେ ସଂଖ୍ୟା ଗୁଡ଼ିକୁ ଲେଖିବା। 24m
ମାଇନସ୍ 3m ମାଇନସ୍ 12n ମାଇନସ୍ 8n। ତାପରେ ସଂଖ୍ୟା ଗୁଡ଼ିକୁ ଲେଖିବା ପ୍ଲସ୍ 23 ମାଇନସ୍ 18। ତେବେ 24m ମାଇନସ୍ 3m କେତେ ହେଇଯିବ 21m ମାଇନସ୍ 12 ମାଇନସ୍ 8 କେତେ ହେଇଯିବ ମାଇନସ୍ 20। n ରହିଲା ଏଇଠି 23 ମାଇନସ୍ 18 କେତେ ହେଇଯିବ ପ୍ଲସ୍ 5। ତେବେ 21m ମାଇନସ୍ 20n ପ୍ଲସ୍ 5 ହେଇଯିବ ଆମର ଉତ୍ତର। ନେକ୍ସଟ ଦେଖିବା ପିଲେ, ମାନେ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର କାଢ଼ିବା ଆହୁରି ସହଜ। କେମିତି କରିବା? ନିମ୍ନଲିଖିତ ପରିପ୍ରକାଶ ଗୁଡ଼ିକୁ ଯୋଗ କର। ଆମେ ଏବଂ ବଦଳରେ ଯୋଗ ଚିହ୍ନ ବ୍ୟବହାର କରିବା। ଯେମିତି ପିଲେ ଏଇଟା ହେଇଯିବ 4d ମାଇନସ୍ 7c ପ୍ଲସ୍ 9। ଏଇଠି ଆମେ ପ୍ଲସ୍ ଚିହ୍ନ ବ୍ୟବହାର କରିବା। ତାପରେ 8c ମାଇନସ୍ 11 ପ୍ଲସ୍ 9d। ଏବେ ଆମେ କ'ଣ କରିବା? ସଦୃଶ୍ୟ ପଦ ଗୁଡ଼ିକୁ ପାଖକୁ ଆଣିବା। ପ୍ରଥମେ ଆମେ c କୁ ଲେଖିବା ମାଇନସ୍ 7c, ଏଇଠି ରହିଲା ପ୍ଲସ୍ 8c। ତାପରେ d କୁ ଲେଖିବା ପ୍ଲସ୍ 4d ପ୍ଲସ୍ 9d। ତାପରେ ଆମେ ଲେଖିବା ସଂଖ୍ୟା ଗୁଡ଼ିକୁ 9 ମାଇନସ୍ 11। ତେବେ କେତେ ଆସିଗଲା ମାଇନସ୍ 7 ପ୍ଲସ୍ 8 ମାନେ ପିଲେ 1, ତେଣୁ ଖାଲି ରହିଲା c। 4d ପ୍ଲସ୍ 9d 9 4 କେତେ ପିଲେ 13, 13d ବାକି ରହିଲା 9ରୁ 11 ଗଲେ କେତେ ପିଲେ ମାଇନସ୍ 2। ତେବେ c ପ୍ଲସ୍ 13d ମାଇନସ୍ 2 ହେଇଗଲା ଆମର ଆନ୍ସର, ବା 13d ପ୍ଲସ୍ c ମାଇନସ୍ 2 ହେଇଗଲା ଆମର ଉତ୍ତର। b ନମ୍ବର ଦେଖିବା ପିଲେ, ମାଇନସ୍ 6f ପ୍ଲସ୍ 19 ମାଇନସ୍ 8s ଏବଂ ସ୍ଥାନରେ ଆମେ ପ୍ଲସ୍ ଚିହ୍ନ ବ୍ୟବହାର କରିବା। ମାଇନସ୍ 6f ପ୍ଲସ୍ 19 ମାଇନସ୍ 8s ଏବଂ ବଦଳରେ ପ୍ଲସ୍ ଚିହ୍ନ ଦେଲି ମାଇନସ୍ 23। ଯେହେତୁ ପିଲେ ମାଇନସ୍ ଥିଲା ତେଣୁ ମୁଁ ବନ୍ଧନୀ ଭିତରେ ରଖିଲି। ଆମେ ଦୁଇଟି ଚିହ୍ନକୁ ପାଖାପାଖି ରଖିପାରିବା ନାହିଁ। ପ୍ଲସ୍ 13f ପ୍ଲସ୍ 12s। ତେବେ କେତେ ହେଇଗଲା ମାଇନସ୍ 6f, ତାର ସଦୃଶ ପଦ କିଏ ପିଲେ ଏଇଠି ଦେଖ 13f, ତେଣୁ ପ୍ଲସ୍ 13f ଆସିଗଲା। ତାପରେ ମାଇନସ୍ 8s, 8sର ସଦୃଶ ପଦ 12s ପ୍ଲସ୍ 12s। ତାପରେ ରହିଲା ସଂଖ୍ୟା ପ୍ଲସ୍ 19 ମାଇନସ୍ 23। ତେବେ ଆମର ଉତ୍ତର କେତେ ଆସିଯିବ ପିଲେ ମାଇନସ୍ 6f ପ୍ଲସ୍ 13f କେତେ ହେଇଯିବ 7f ମାଇନସ୍ 8s ପ୍ଲସ୍ 12s ଆସିଯିବ 4s ଏବଂ 19 ମାଇନସ୍ 23 ମାଇନସ୍ 4। ତେବେ 7f ପ୍ଲସ୍ 4s ମାଇନସ୍ 4 ହେଇଗଲା ଆନ୍ସର। ପିଲାମାନେ ମୁଁ ଭାବୁଛି ଏଇଗୁଡ଼ିକ ବହୁତ ସହଜ। ଗୋଟିଏ କାମ କର, ତୁମେ ଭିଡ଼ିଓକୁ ପଜ୍ କର ଏବଂ ନିଜେ ନିଜେ କର। ଶେଷରେ ଆନ୍ସର ଚେକ୍ କର ଉତ୍ତର ଠିକ୍ ଆସୁଛି କି ନାହିଁ। ପିଲାମାନେ କେହି ଚିଟିଂ କରିବନି, ଭିଡ଼ିଓ ପଜ୍ କର ଏବଂ ନିଜେ ନିଜେ କର। ଯଦି ନ ହେଉଛି ପୁଣି ଥରେ ଭିଡ଼ିଓକୁ ଆସିକି ଦେଖ। ହେଲେ ବି କେହି ଚିଟ୍ କରନି, ନିଜେ ନିଜେ ସବୁ କରିବା ପାଇଁ ଚେଷ୍ଟା କର। ସେଇ ଭିତରେ ମୁଁ ବହୁତ ସ୍ପିଡ଼ରେ ସବୁଯାକ ପ୍ରଶ୍ନର ଉତ୍ତର କରିଦେଉଛି। ଆଶା କରୁଛି କେହି ଚିଟ୍ କରିନଥିବ। ଏବେ ସମସ୍ତେ ଦେଖିନିଅ କାହାର କେତେଟା ଠିକ୍ ଅଛି। ମୋତେ କମେଣ୍ଟ ବକ୍ସରେ ମଧ୍ୟ ଜଣାଅ। ଏହି ଯେଉଁ 4ଟି କ୍ୱେଶ୍ଚନ୍ ଦେଇଥିଲି, 4ଟିରୁ କେତୋଟି ତୁମର ଆନ୍ସର୍ ଠିକ୍ ଅଛି। ଯଦି 4ଟିରୁ 4ଟି ଠିକ୍ ଅଛି କମେଣ୍ଟ କର 4। ନେକ୍ସଟ ଦେଖିବା, ବିୟୋଗ ଫଳ ନିର୍ଣ୍ଣୟ କର। ପିଲାମାନେ ବିୟୋଗ ଫଳ ସେମିତି ସେମ୍, କିନ୍ତୁ ଏଇ ରୁ ବଦଳରେ ଆମେ ବିୟୋଗ ଚିହ୍ନ ଦେବା। ଯେମିତିକି ପିଲେ ଦେଖ 6a ପ୍ଲସ୍ 9b ମାଇନସ୍ 18, ରୁ ସ୍ଥାନରେ ବିୟୋଗ ଚିହ୍ନ ଦେବା ଏବଂ ବନ୍ଧନୀ ଆରମ୍ଭ କରିବା। 9a ମାଇନସ୍ 6b ପ୍ଲସ୍ 14। ଏବେ ବନ୍ଧନୀ ଖୋଲିବା 6a ପ୍ଲସ୍ 9b ମାଇନସ୍ 18। ତାପରେ ରହିଲା ମାଇନସ୍, ଯେତେବେଳେ ଆମେ ବନ୍ଧନୀ ଖୋଲିବା ପ୍ଲସ୍ଟା ମାଇନସ୍ ହେଇଯିବ ଏବଂ ମାଇନସ୍ଟା ପ୍ଲସ୍ ହେଇଯିବ। ତେଣୁ 9a ତାପରେ ଆସିଯିବ ପ୍ଲସ୍ 6b ମାଇନସ୍ 14।
जेहेतु +14 थिला -14 ହେଇଗଲା, -6 ବି ଥିଲା +6 ବି ହେଇଗଲା। ଏବେ ଆମେ ସଦୃଶ୍ୟ ପଦ ଗୁଡ଼ିକୁ ପାଖକୁ ପାଖକୁ ଲେଖିବା। 6a ର ଆସିଯିବ -9a, 9b ର ଆସିଯିବ +6b, -18 ପାଖକୁ ଆସିବ -14। ତେବେ ଆମର ଏନ୍ସର୍ ଆସିଯିବ 6a - 9a କେତେ ହେବ ପିଲେ? -3a। ସେମିତି 9b + 6b କେତେ ଆସିଯିବ ପିଲେ? 15b ଏବଂ -18 - 14 -32। ତେବେ -3a + 15b -32 ହେଇଯିବ ଆମର ଏନ୍ସର୍। ସେମିତି B ନମ୍ବର ଦେଖିବା ପିଲେ 7y - 10 + 3x, 7y - 10 + 3x ମାଇନସ୍ ବ୍ରେକେଟ୍ ଷ୍ଟାର୍ଟ -15x + 13 - 9y। ଏବେ ଆମର କାମ ବ୍ରେକେଟ୍କୁ ଖୋଲିବା। 7y - 10 + 3x ମାଇନସ୍, ଏଇଠି ପିଲେ ଯେହେତୁ ମାଇନସ୍ ଅଛି ତେଣୁ ହେଇଯିବ +15x, +13 ଅଛି -13, -9y ଅଛି +9y। ଏବେ ଆମେ ସଦୃଶ୍ୟ ପଦ ଗୁଡ଼ିକୁ ପାଖରେ ପାଖରେ ଲେଖିବା। 7y + 9y + 3x + 15x -10 -13। ତେବେ କେତେ ଆସିଯିବ? 7y + 9y 16y + 15 ଆଉ 3 ହେଇଯିବ 18y -23। ତେବେ ଏଇଟା ହେଇଯିବ ଆମର ଏନ୍ସର୍। ସେମିତି ପିଲେ C ନମ୍ବର ଦେଖିବା 11 - 10g + 3h ରୁ ସ୍ଥାନରେ ବିୟୋଗ ଚିହ୍ନ ଦେବା। ବ୍ରେକେଟ୍ ଷ୍ଟାର୍ଟ 17g + 9 - 7h। ଏବେ ଆମେ ବ୍ରେକେଟ୍କୁ ଖୋଲିବା। 11 - 10g + 3h -17g -9 + 7h। ଏବେ ଆମେ ସଦୃଶ୍ୟ ପଦ ଗୁଡ଼ିକୁ ପାଖକୁ ପାଖକୁ ଆଣିବା। -10g -17g + 3h + 7h + 11 -9। ତେବେ ଆମର ଏନ୍ସର୍ ଆସିବ -27g + 7 3 10 10h + 11 ରୁ 9 ଗଲେ କେତେ ପିଲେ? 2। ତେଣୁ ଆମର ଉତ୍ତର ଆସିବ -27g + 10h + 2। ଏବେ ଆମେ D କୁ ଦେଖିବା। 6a - 9b + 18 ରୁ ବ୍ରେକେଟ୍ ଷ୍ଟାର୍ଟ 9a - 6b + 14। ଏବେ ଆମେ ଦେଖିବା 6a, ଏଇଠି ମଧ୍ୟ ବ୍ରେକେଟ୍ ଅଛି। ବ୍ରେକେଟ୍ ଖୋଲିଲେ ଚିହ୍ନ ପରିବର୍ତ୍ତନ ହେବ। -9b - 18 -9a + 6b -14। ସଦୃଶ୍ୟ ପଦ ଗୁଡ଼ିକୁ ପାଖକୁ ଆଣିବା। 6a - 9a -9b + 6b -18 -14। ତେବେ 6a - 9a କେତେ ହେଇଯିବ? -3a। -9b + 6b କେତେ ହେଇଯିବ? -3b। ଏବଂ 18 ଆଉ 14 ମିଶିଲେ କେତେ ହେବ ପିଲେ? 32। ତେଣୁ ଆମର ଏନ୍ସର୍ ଆସିଯିବ -3a -3b -32। ଏବେ ଦେଖିବା E ଏବଂ F। E ନମ୍ବର କହିଲା ପିଲେ -3y + 8 -3x ରୁ ବଦଳରେ ଆମେ ବିୟୋଗ ଚିହ୍ନ ଦେବା। ବନ୍ଧନୀ ଆରମ୍ଭ 10x + 2 + 10y। ତେବେ କେତେ ହେଇଯିବ? -3y + 8 -3x। ଏବେ ବନ୍ଧନୀ ଖୋଲିବା, ଚିହ୍ନ ଚେଞ୍ଜ ହେଇଯିବ। 10x - 2 - 10y। ସଦୃଶ୍ୟ ପଦ ଗୁଡ଼ିକୁ ପାଖକୁ ଆଣିବା। -3y -10y -3x -10x। ବାକି ରହିଲା ସଂଖ୍ୟା ଗୁଡ଼ିକୁ ଶେଷରେ ଲେଖିବା। 8 - 2 -3y -10y -13y -3x -10x -13x 8 - 2 କେତେ ହେଇଯିବ ପିଲେ? 6। ତେଣୁ ଆମର ଏନ୍ସର୍ ଆସିଯିବ -13y -13x + 6। ଏଇଟା ହେଇଗଲା ଆନ୍ସର୍। ସେମିତି ପିଲେ F ନମ୍ବର ଦେଖିବା 7h - 8g + 20 ରୁ ସ୍ଥାନରେ ବିୟୋଗ ଚିହ୍ନ
ବନ୍ଧନୀ ଆରମ୍ଭ। 8g ପ୍ଲସ୍ 4h ମାଇନସ୍ 10 ବନ୍ଧନୀ ଖୋଲିବା। 7h ମାଇନସ୍ 8g ପ୍ଲସ୍ 20 ମାଇନସ୍ 8g ମାଇନସ୍ 4g ପ୍ଲସ୍ 10। ଏବେ ସଦୃଶ ପଦକୁ ପାଖକୁ ଆଣିବା। 7h ମାଇନସ୍ ଏଇଠି ପିଲେ h ହେବ 4h ମାଇନସ୍ 8g ମାଇନସ୍ 8g ପ୍ଲସ୍ 20 ପ୍ଲସ୍ 10। ଏବେ ଆମେ ବିୟୋଗଫଳ ନିର୍ଣ୍ଣୟ କରିବା। 7h ମାଇନସ୍ 4h ହେଇଯିବ 3h ମାଇନସ୍ 8g ମାଇନସ୍ 8g ମାଇନସ୍ 16g ପ୍ଲସ୍ 20 ପ୍ଲସ୍ 10 କେତେ ହେଇଯିବ ପିଲେ? ପ୍ଲସ୍ 30। ତେଣୁ ଆମର ଆନ୍ସର୍ ଆସିବ ମାଇନସ୍ 16h ପ୍ଲସ୍ 3h ପ୍ଲସ୍ 30 ବା 3h ମାଇନସ୍ 16g ପ୍ଲସ୍ 30। ବୁଝିହେଇଛି ପିଲେ? ନେକ୍ସଟ ଦେଖିବା। 10 ନମ୍ବର କହିଛି ପିଲେ, ନିମ୍ନସ୍ଥ ଗାଣିତିକ ପରିପ୍ରକାଶ ଗୁଡ଼ିକୁ ପରିସ୍ଥିତି ଅନୁସାରେ ସାଧାରଣ ଉକ୍ତିରେ ପ୍ରକାଶ କର। ପିଲାମାନେ ଆମକୁ ଦୁଇଟି ଗାଣିତିକ ପରିପ୍ରକାଶ ଦେଇଛି, ତାକୁ ଆମେ କିଛି ପରିସ୍ଥିତି ବା ପ୍ରଶ୍ନ ହିସାବରେ ଲେଖିବା। ଯେମିତିକି ପ୍ରଥମ ପ୍ରଶ୍ନଟାକୁ ମୁଁ ଲେଖିବି, ଆଶିଷ ବୋଲି ଗୋଟେ ପିଲା ଅଛି, ସେ ଦୋକାନରୁ ପେନସିଲ ଏବଂ ପେନ୍ କିଣୁଛି। ଗୋଟିଏ ପେନସିଲର ଦାମ x ଟଙ୍କା ଏବଂ ଗୋଟିଏ ପେନ୍ର ଦାମ y ଟଙ୍କା। ଯଦି ଗୋଟିଏ ପେନସିଲର ଦାମ x ଟଙ୍କା, ସେ 8ଟି ପେନସିଲ କିଣିବ, ତେବେ ଦାମ ହେଇଯିବ 8x ଟଙ୍କା। ଗୋଟିଏ ପେନ୍ର ଦାମ ଯଦି y ଟଙ୍କା, ସେ କେତୋଟି? 3ଟି ପେନ୍ କିଣିବ, ତେବେ 3ଟିର ମୂଲ୍ୟ ହେଇଯିବ 3y ଟଙ୍କା। ତେବେ ମୋଟ ଆସିଗଲା ସେ ଦୋକାନୀକୁ କେତେ ଟଙ୍କା ଦେବ? 8x ପ୍ଲସ୍ 3y। ତେଣୁ ମୋଟ ମୂଲ୍ୟ ଆସିଲା 8x ପ୍ଲସ୍ 3y। ସେମିତି ପିଲେ B ନମ୍ବର କହିଛି 15x ମାଇନସ୍ 2x। ତା ପାଇଁ ବୀଜଗାଣିତିକ ଉକ୍ତିଟି କେମିତି ଲେଖିବା? ମନେକର ଜଣେ ଦୋକାନୀ ପାଖରେ 15ଟି ବାକ୍ସ ଅଛି, ଯେଉଁଥିରୁ ପ୍ରତ୍ୟେକ ବାକ୍ସରେ x ସଂଖ୍ୟକ ସେଓ ଅଛି। ଗୋଟିଏ ବାକ୍ସରେ ଯଦି xଟି ସେଓ ଅଛି, 15ଟି ବାକ୍ସରେ କେତୋଟି ରହିବ? 15x। ଏବଂ ସେ କ'ଣ କଲା? ଦୁଇଟି ବାକ୍ସକୁ ବିକ୍ରି କରିଦେଲା। ଗୋଟିଏ ବାକ୍ସରେ ଯଦି xଟି ଅଛି, ଦୁଇଟି ବାକ୍ସରେ 2x। ଯେହେତୁ ବିକ୍ରି କରିଦେଲା, ମୂଳରୁ ଆମେ 2xକୁ କ'ଣ କରିଦେବା? ବିୟୋଗ କରିଦେବା। ତେଣୁ ବଳକା ଥିବା ସେଓ ସଂଖ୍ୟା 15x ମାଇନସ୍ 2x, ଯାହାକି ଆମର ବୀଜଗାଣିତିକ ପରିପ୍ରକାଶଟି ଦେଇଥିଲା। ନେକ୍ସଟ ଦେଖିବା। 11 ନମ୍ବର ପ୍ରଶ୍ନ କହିଲା ପିଲେ, ଏକ ସିଧା ଦଉଡ଼ିର କଳ୍ପନା କର। ଚିତ୍ରରେ ଦର୍ଶାଇବା ପରି ଥରେ କାଟିଲେ ଆମେ 2 ଖଣ୍ଡ ଦଉଡ଼ି ପାଇବା। ଏଇଟା ପିଲେ ଦେଖ ଦଉଡ଼ିଟା, ଯଦି ଆମେ ଏଇଠୁ ଥରେ କାଟି ଦଉଛେ, ତେବେ 2 ଖଣ୍ଡ ଦଉଡ଼ି ପାଉଛୁ। ଯଦି ଦଉଡ଼ିଟିକୁ ଚିତ୍ରରେ ଦେଖାହେବା ପରି ଗୋଟିଏ ଭାଙ୍ଗ କରି କଟାଯାଏ, ଆମେ କ'ଣ କଲେ? ଦଉଡ଼ିଟିକୁ ଏବେ ଗୋଟେ ଥର ଭାଙ୍ଗିଦେଲେ, ତାପରେ ଆମେ କାଟିଲେ, ସେତେବେଳେ ଆମେ କେତେ ଖଣ୍ଡ ଦଉଡ଼ି ପାଇଲୁ? 1 2 ଏପଟେ ରହିଲା 3 ଖଣ୍ଡ ଦଉଡ଼ି ପାଇବା। ସଂରଚନାଟିକୁ ଲକ୍ଷ୍ୟ କର ଏବଂ ଦଉଡ଼ିଟି ଚିତ୍ରରେ ଦର୍ଶାଇଲା ପରି 10 ଥର ଭାଙ୍ଗ କରି କାଟିଲେ କେତେ ଖଣ୍ଡ ଦଉଡ଼ି ମିଳିବ? ଆମେ ଯଦି ଏମିତି ତାକୁ କ'ଣ 10 ଥର ଭାଙ୍ଗ କରିବା ଏବଂ ତାପରେ ଆମେ କାଟିବା, ତେବେ ଆମେ କେତେ ଖଣ୍ଡ ଦଉଡ଼ି ପାଇବା? ପିଲାମାନେ ଟିକେ ଲକ୍ଷ୍ୟ କରିଲ ଦେଖିବା, ଯେତେବେଳେ ଆମେ ଭାଙ୍ଗି ନଥିଲେ ବା ଭାଙ୍ଗ ଆମର 0 ଥର ଥିଲା, ସେତେବେଳେ ଆମେ 2 ଖଣ୍ଡ ଦଉଡ଼ି ପାଇଲେ। ଯେତେବେଳେ ଭାଙ୍ଗ ଆମର ଥରେ ପଡ଼ିଲା, ଆମେ ଦଉଡ଼ିଟିକୁ ଥରେ ଭାଙ୍ଗିଲେ, ଆମେ କେତେ ଖଣ୍ଡ ଦଉଡ଼ି ପାଇଲେ? ମୋଟ 3 ଖଣ୍ଡ ଦଉଡ଼ି ପାଇଲେ। ସେମିତି ଯେତେବେଳେ ଦଉଡ଼ିଟିରେ 2 ଖଣ୍ଡ ଭାଙ୍ଗ ପଡ଼ିଲା ବା 2 ଥର ଭାଙ୍ଗିଲେ, ସେତେବେଳେ ଆମେ 4 ଖଣ୍ଡ ଦଉଡ଼ି ପାଇଲେ। 1 2 3 ଏବଂ 4। ତାର ଅର୍ଥ ପିଲେ, ଏଇଠି ଦେଖ ନା, ଯେତେ ଖଣ୍ଡ ଭାଙ୍ଗ ପଡ଼ୁଛି 2 ଅଧିକା ହେଉଛି। 1 ଥିଲା 2 ଅଧିକା ହେଇଗଲା, 2 ଥିଲା 2 ଅଧିକା ହେଇଗଲା, 4 ହେଇଗଲା। ତା ମାନେ ପ୍ରଶ୍ନ ଯଦି ପଚାରିଛି ଆମକୁ 10 ଥର ଭାଙ୍ଗିଲେ, 10 ଥର ଭାଙ୍ଗିଲେ ଆମେ କେତେ ଖଣ୍ଡ ଦଉଡ଼ି ପାଇପାରିବା ପଚାରିଛି ନା ପିଲେ। ତେବେ ଆନ୍ସର କେତେ ହେବ ପିଲେ? 10ରେ ଆମେ 2 ମିଶେଇ ଦେବା, 10 ପ୍ଲସ୍ 2 12 ଖଣ୍ଡ ଦଉଡ଼ି ମିଳିବ। ସେମିତି ପଚାରିଛି 8 ଥର ଯଦି ଭାଙ୍ଗ କରିବା, ତେବେ କେତେ ଖଣ୍ଡ ଦଉଡ଼ି ମିଳିବ? କେତେ ଖଣ୍ଡ ମିଳିବ? ଆମେ କହିପାରିବା r ପ୍ଲସ୍ 2, r ପ୍ଲସ୍ 2 ଖଣ୍ଡ ଦଉଡ଼ି ମିଳିବ। ତେଣୁ ଲେଖିବା, ଭାଙ୍ଗ ନଥିବ ଯଦି ଥରେ କାଟିବା 2 ଖଣ୍ଡ ପାଉଛେ, ଥରେ ଭାଙ୍ଗ ଥରେ କଟା ଯାଉଛି 3 ଖଣ୍ଡ, 2 ଥର ଭାଙ୍ଗିଲେ 4 ଖଣ୍ଡ,
3 ଥର ଭାଙ୍ଗିଲେ 5 ଖଣ୍ଡ, ତେବେ 10 ଥର ଭାଙ୍ଗିଲେ କେତେ ଖଣ୍ଡ ପାଇବା? 12 ଖଣ୍ଡ, ମାନେ ପିଲେ 10 + 2। ସେମିତି ଯଦି r ଥର ଭାଙ୍ଗ କରାଯାଏ ତେବେ ଆମେ r + 2 ଖଣ୍ଡ ଦଉଡ଼ି ପାଇବା। ବୁଝି ହେଇଛି ନା ପିଲେ? ନେକ୍ସଟ ଦେଖିବା 12 ନମ୍ବର କହିଲା ପିଲେ ନିମ୍ନସ୍ଥ ଦିଆସିଲି କାଠିର ସଂରଚନାକୁ ଦେଖ ଏବଂ ସଂରଚନାକୁ ଚିହ୍ନଟ କର। ଏହିପରି 10ଟି ବର୍ଗାକାର କ୍ଷେତ୍ର ପାଇଁ କେତୋଟି ଦିଆସିଲି କାଠି ଦରକାର ହେବ ଏବଂ wଟି ବର୍ଗାକାର କ୍ଷେତ୍ର ପାଇଁ କେତୋଟି ଦିଆସିଲି କାଠି ଦରକାର ହେବ। ପିଲାମାନେ ଯଦି ଆମେ ଗୋଟିଏ ବର୍ଗଚିତ୍ର ତିଆରି କରୁଛୁ ତେବେ 1ଟି ପାଇଁ କେତେ ଦରକାର ହେଉଛି? 4ଟି ଦିଆସିଲି କାଠି ଦରକାର ହେଉଛି। ଏଇଠି ଅଛି 2ଟି ବର୍ଗାକାର, 2ଟି ପାଇଁ ଦରକାର ହେଉଛି ଏପଟେ ରହିଲା 4, ଏପଟେ ରହିଲା 4, ମଝିରେ ଗୋଟେ, ତେଣୁ 7ଟି ଦରକାର ହେଉଛି। ସେମିତି 3ଟି ବର୍ଗଚିତ୍ର ପାଇଁ ଦରକାର ହେଉଛି କେତୋଟି ପିଲେ? 10ଟି। 3ଟି ପାଇଁ ଦରକାର ହେଉଛି 10ଟି। ଟିକେ ଲକ୍ଷ୍ୟ କର ନା ପିଲେ, ଯେହେତୁ ଗୋଟିଏ ବର୍ଗଚିତ୍ର 3 ଗୁଣନ 1 ପ୍ଲସ୍ 1 କଲେ ଆମେ ପାଉଛେ 4। ଏଠି ସେମିତି 3 ଗୁଣନ 2 ପ୍ଲସ୍ 1 କଲେ ପାଉଛେ 7। 3 ଗୁଣନ 3 କରିକି 1 ପ୍ଲସ୍ କଲେ ଆମେ ପାଉଛେ 10। ଠିକ୍ ନା ନାହିଁ? ସେମିତି ଆମେ ଲେଖିପାରିବା 1ଟି ବର୍ଗଚିତ୍ର ପାଇଁ 4ଟି ଦିଆସିଲି କାଠି, 2ଟି ବର୍ଗଚିତ୍ର ପାଇଁ 7ଟି ଦିଆସିଲି କାଠି ଏବଂ 3ଟି ବର୍ଗଚିତ୍ର ପାଇଁ 10ଟି ଦିଆସିଲି କାଠି ଦରକାର ହେଉଛି। ତେବେ 10ଟି ବର୍ଗଚିତ୍ର ପାଇଁ 31ଟି ଦିଆସିଲି କାଠି ଦରକାର ହେବ। କେମିତି? ଆମେ କରିବା 3 ଗୁଣନ 10 ପ୍ଲସ୍ 1। 3 10 ହେଇଗଲା ପିଲେ 30 ପ୍ଲସ୍ 1 ହେଇଗଲା 31। ତେବେ W ସଂଖ୍ୟକ ବର୍ଗଚିତ୍ର ତିଆରି ପାଇଁ କେତେ ଖଣ୍ଡ ଦିଆସିଲି କାଠି ଦରକାର? ଏଠି ଯେମିତି 10 କହିଥିଲା ଏହି ସ୍ଥାନରେ 10 ପକେଇଲେ, ତେଣୁ ସେହି ସ୍ଥାନରେ ଆମେ W ପକେଇଦେବା। ତେବେ 3 × W + 1 = 3W + 1। ତେବେ ମୋଟ 3W + 1 ସଂଖ୍ୟକ କାଠି ଦରକାର। ବୁଝି ହେଇଛି ପିଲେ? ନେକ୍ସଟ ଦେଖିବା ଟ୍ରାଫିକ୍ ସଂକେତର କିପରି ରଙ୍ଗଗୁଡ଼ିକ ବଦଳିଥାଏ ତୁମେ ଲକ୍ଷ୍ୟ କରିଛ କି? ରଙ୍ଗ ପରିବର୍ତ୍ତନର କ୍ରମ ନିମ୍ନରେ ଦିଆଯାଇଛି। ପ୍ରଥମେ ପିଲେ ରେଡ୍ ହୁଏ, ତାପରେ ୟେଲୋ ହୁଏ, ତାପରେ ଗ୍ରୀନ୍ ହୁଏ, ତାପରେ ପୁଣି ୟେଲୋ ହୁଏ, ତାପରେ ରେଡ୍ ହୁଏ, ଏହିଭଳି ଆଗକୁ ଆଗକୁ ଯାଇଛି। ତେବେ ପିଲାମାନେ ପଚାରିଛି 90ତମ, 190ତମ ଏବଂ 343ତମ ସ୍ଥାନରେ କେଉଁ କେଉଁ ରଙ୍ଗ ରହିବ? ବୁଝିହେଇଛି ନା ପିଲେ? ଏବଂ ପ୍ରତ୍ୟେକ ସ୍ଥାନରେ ରଙ୍ଗର ଅବସ୍ଥାନ ପାଇଁ ଏକ ବୀଜଗାଣିତିକ ପରିପ୍ରକାଶର କଳ୍ପନା କର ଓ ତାହାକୁ ସୂତ୍ର ରୂପେ ବ୍ୟବହାର କରି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। ନାଲି ସ୍ଥାନ କୋଉଠି କୋଉଠି ଆସିବ ପିଲେ? 1 ନମ୍ବର, 5 ନମ୍ବର, 9 ନମ୍ବର ଏବଂ 13 ନମ୍ବର, ତା ପରବର୍ତ୍ତୀ ସ୍ଥାନ ଗୁଡ଼ିକରେ ନାଲି ରଙ୍ଗ ଆସିବ। ଏଇଟା ଜାଣିବା ପାଇଁ ଆମେ ସୂତ୍ର ବ୍ୟବହାର କଲେ 4r - 3। ଯଦି ଆମେ r ସ୍ଥାନରେ 1 2 3 4 ଏମିତି ପକେଇବା ତେବେ ଆମେ ଏହି ସଂଖ୍ୟା ଗୁଡ଼ିକ ପାଇବା। ସେମିତି ହଳଦିଆ ସ୍ଥାନ ପାଇବା ପାଇଁ 2i ସୂତ୍ର ବ୍ୟବହାର କରିବା ଏବଂ ସବୁଜ ରଙ୍ଗ ପାଇବା ପାଇଁ 4g - 1 ସୂତ୍ରଟି ବ୍ୟବହାର କରିବା। ତେବେ ଦେଖିବା ଆଗକୁ କେମିତି ଲେଖିବା। ନାଲି ରଙ୍ଗ ପାଇବା ପାଇଁ 4ର ଗୁଣିତକ ଅପେକ୍ଷା 1 ଅଧିକ ଥିବା ସଂଖ୍ୟା ଗୁଡ଼ିକ ହେବ। ଯେମିତି 4 ଦ୍ୱାରା ଭାଗ କଲେ ଭାଗଶେଷ 1 ରହେ। ବୁଝିପାରିଲ ପିଲେ? ସେମିତି ହଳଦିଆ ରଙ୍ଗ ସମସ୍ତ ଯୁଗ୍ମ ସଂଖ୍ୟା ଏବଂ ସବୁଜ ରଙ୍ଗ 4ର ଗୁଣିତକ ଅପେକ୍ଷା 3 ଅଧିକ ହେଇଥିବ। ତେଣୁ ପ୍ରଥମ ପ୍ରଶ୍ନ ଯେଉଁ ପଚାରିଛି 90, 90 ଏବଂ 190 ଯେହେତୁ ଦୁଇଟି ଯୁଗ୍ମ ସଂଖ୍ୟା, ତେଣୁ ଏହି ସ୍ଥାନ ଗୁଡ଼ିକରେ କେଉଁ ରଙ୍ଗ ଆସିବ? ଏହି ସ୍ଥାନ ଗୁଡ଼ିକରେ ହଳଦିଆ ରଙ୍ଗ ଆସିବ, କାରଣ ହଳଦିଆ ରଙ୍ଗ ପାଇଁ ସୂତ୍ରଟି ହେଉଛି ଯୁଗ୍ମ ସଂଖ୍ୟା। ତେଣୁ ମୁଁ ଯଦି ପଚାରିବି 50, 40, 90, 64, 32 ଏତିକି ତମ ସ୍ଥାନରେ ସବୁବେଳେ ହଳଦିଆ ରଙ୍ଗ ଆସିବ। ବାକି ରହିଲା 343। 343ତମ ସ୍ଥାନରେ କେଉଁ ରଙ୍ଗ ଆସିବ ଜାଣିବା ପାଇଁ ଆମେ 343କୁ 4 ଦ୍ୱାରା ଭାଗ କରିବା। 4 ଦ୍ୱାରା ଭାଗ କଲେ ଭାଗଫଳ ଆସିବ 85 ଏବଂ ଭାଗଶେଷ ଆସିବ 3। ଯେହେତୁ ଭାଗଶେଷ ଆସିଲା 3, ତେଣୁ ସେହି ସ୍ଥାନରେ ସବୁଜ ରଙ୍ଗ ପଡ଼ିବ। କ'ଣ ପାଇଁ ସବୁଜ ରଙ୍ଗ? ଆମେ ଜାଣିଛେ ଯଦି 4ର ଗୁଣିତକ ଅପେକ୍ଷା 3 ଅଧିକ ହେଉଥିବ
ତେବେ ବା ଆମେ କହିପାରିବା ଭାଗଶେଷ ଯଦି 3 ରହୁଥିବ ତେବେ ସେହି ସ୍ଥାନରେ ସବୁଜ ରଙ୍ଗ ଆସିବ। ବୁଝି ହେଇଛି ପିଲେ? ନେକ୍ସଟ ଦେଖିବା। ନିମ୍ନସ୍ଥ ସଂରଚନାକୁ ଲକ୍ଷ୍ୟ କର। ଚତୁର୍ଥ, ଦଶମ ଓ 50ତମ ସ୍ଥାନରେ କେତୋଟି ବର୍ଗଚିତ୍ର ରହିବ କୁହ। ପିଲାମାନେ ଏଇଟା ବି ସେହିପରି। ପ୍ରଥମ ଚିତ୍ରରେ 5ଟି ବର୍ଗଚିତ୍ର ଅଛି। ଦ୍ୱିତୀୟ ଚିତ୍ରରେ 5 + 4 9ଟି ଚିତ୍ର ଅଛି। ତୃତୀୟ ଚିତ୍ରରେ 5 + 4 + 4 13ଟି ଚିତ୍ର ଅଛି। ତା ମାନେ ଏଇଠୁ ଆମେ ସୂତ୍ରଟି ପାଇଲେ 4n + 1 ମାନେ ପିଲେ ପ୍ରଥମ ଯଦି କହିଥିବ n ସ୍ଥାନରେ 1 ପକାଇବା, ଦ୍ୱିତୀୟ ଚିତ୍ରରେ n ସ୍ଥାନରେ 2 ପକାଇବା, ତୃତୀୟ ଚିତ୍ର ପାଇଁ n ସ୍ଥାନରେ 3 ପକାଇବା, ତେବେ ଚତୁର୍ଥ ସ୍ଥାନ ପାଇଁ n ସ୍ଥାନରେ 4 ପକାଇବା। 4 × 4 ଆସିଲା 16 + 1 17ଟି ବର୍ଗଚିତ୍ର ଆସିବ। ଦଶମ ସ୍ଥାନରେ ପୁଣି n ସ୍ଥାନରେ ଆମେ 10 ପକାଇବା। 4 × 10 + 1 40 + 1 = 41। 50ତମ ଚିତ୍ରରେ 4 × 50 + 1 4 × 50 ହେଇଗଲା 200 + 1 ଆସିଗଲା 201। ସେମିତି ତାପରେ ପଚାରିଛି ଯଦି ଆମେ ବର୍ଗଚିତ୍ର ଗୁଡ଼ିକର ଶୀର୍ଷବିନ୍ଦୁ ସଂଖ୍ୟା ଗଣିବାକୁ ଚାହିଁବା। ଶୀର୍ଷବିନ୍ଦୁ କହିଲେ ପିଲେ ଏଇଟା ଯଦି ବର୍ଗଚିତ୍ର 1 2 3 4 ଗୋଟିଏ ବର୍ଗଚିତ୍ରରେ 4ଟି ଶୀର୍ଷବିନ୍ଦୁ ରହୁଛି। ତେବେ ଆମର ମୋଟ ବର୍ଗଚିତ୍ର କେତେ ପାଇଥିଲେ ସୂତ୍ର 4n + 1। ସେଇଠି ଯଦି ଆମେ 4 ଗୁଣନ କରିଦେବା ଆମେ ଶୀର୍ଷବିନ୍ଦୁ ବାହାର କରିବାର ସୂତ୍ରଟି ପାଇଯିବା। 4 × 4n ହେଇଯିବ 16n + 4 × 1 କେତେ ହେଇଯିବ 4। ତେଣୁ ସୂତ୍ରଟି ହେଇଗଲା 16n + 4। ତେବେ ପ୍ରଥମ ଚିତ୍ରରେ କେତୋଟି ଶୀର୍ଷବିନ୍ଦୁ ରହିବ? 16 ସ୍ଥାନରେ 1 ପକାଉ। 16 × 1 = 16 + 4 ଆସିଗଲା 20। ସେମିତି ଦ୍ୱିତୀୟ ଚିତ୍ର ପାଇଁ n ସ୍ଥାନରେ 2 ପଡ଼ିବ। ତୃତୀୟ ଚିତ୍ର ପାଇଁ n ସ୍ଥାନରେ 3 ପଡ଼ିବ। ପିଲାମାନେ ଏଇଠି ହେବ 2 ଏଇଠି ହେବ 3। ବୁଝି ହେଇଛି? ନେକ୍ସଟ ଦେଖିବା। ପିଲାମାନେ 15 ନମ୍ବର ହେଉଛି ଆମର ଏହି ବିଷୟର ଶେଷ ପ୍ରଶ୍ନ। ଏହି ପ୍ରଶ୍ନର ଉତ୍ତର ମୁଁ କମେଣ୍ଟ ବକ୍ସରେ ପିନ୍ କରିଦେବି। ତୁମେ ସେଇଠୁ ଉଠେଇ ନେବ ଏବଂ ଯଦି କିଛି ଡାଉଟ୍ ରହିଲା ତେବେ ହ୍ୱାଟ୍ସଆପ୍ କିମ୍ବା ଟେଲିଗ୍ରାମରେ ମୋତେ ମେସେଜ କରିବ। ମୁଁ ନିହାତି ଭାବରେ ବୁଝେଇଦେବି। ତେବେ ପିଲାମାନେ ଆଜି ପାଇଁ ଏତିକି ଥାଉ। ତୁମର ଏହି ଚାପ୍ଟର କମ୍ପ୍ଲିଟ୍ ହେଲା। ବହିରେ ଥିବା ସବୁଯାକ ପ୍ରଶ୍ନ ଆମେ ବହୁତ ସହଜ ଉପାୟରେ କଲେ। ତେଣୁ ଯଦି ଏହି କ୍ଲାସ୍ ଗୁଡ଼ିକ ଭଲ ଲାଗିଛି ତେବେ ନିହାତି ଭାବରେ ଗୋଟିଏ ଲାଇକ୍ କରି ନିଜ ସ୍କୁଲ ସାଙ୍ଗମାନଙ୍କ ସହିତ ନିହାତି ଭାବରେ ସେୟାର କର ଏବଂ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାଉ। ଆଜି ପାଇଁ ଏତିକି। ପୁଣି ଦେଖାହେବ ପରବର୍ତ୍ତୀ କ୍ଲାସ୍ରେ ଏକ ନୂଆ ଅଧ୍ୟାୟର ସହିତ। ସେ ପର୍ଯ୍ୟନ୍ତ ଭଲରେ ଥାଉ, ମନ ଦେଇ ପାଠ ପଢ଼ୁଥାଉ ଆଉ ଆଗକୁ ବଢ଼ୁଥାଉ। ଜୟ ଜଗନ୍ନାଥ।